ଲୋକବର୍ଜ୍ୟ ହାଣ୍ଡିର ଆସନେ ବସିଆ ମାୟେରୀ ତତ୍ତ୍ୱ କରିଆ କରିଲା ପନେ। ଆଦି ଖଣ୍ଡେ ଯେତେବେଳେ ମହାପ୍ରଭୁଙ୍କର ବଡ ଭାଇ ନା କଣ? ବିଶ୍ୱମ୍ବର ମହାପ୍ରଭୁ ନା ବିଶ୍ୱରୂପ। ମହାପ୍ରଭୁ ବଡ ଭାଇ ନା ହେଲେ ବିଶ୍ୱରୂପ। ହଁ, ବିଶ୍ୱରୂପ ଯେତେବେଳେ ସନ୍ନ୍ୟାସ ନେଇକି ପଳେଇଗଲେ ସେତେବେଳେ ଜଗନ୍ନାଥ ମିଶ୍ର କହିଲେ ଏତେ ପାଠ ପଢୁଥିଲା, ସୁନ୍ଦର ପାଠ ପଢୁଥିଲା, ବିଜ୍ଞ ପଣ୍ଡିତ ଅଦ୍ୱୈତ ଆଚାର୍ଯ୍ୟ। ସଚିମାତା କହିଲେ ଏଇ ଅଦ୍ୱୈତ ବୁଢାଟା ଶିଖେ ସାକେ ମୋ ପୁଅଟାକୁ ସନ୍ନ୍ୟାସ କରେଇଦେଲା। ଅଦ୍ୱୈତ ଆଚାର୍ଯ୍ୟ ସଚିମାତା କହିଲେ ବୁଢା ଶିଖେ ସାକେ ମୋ ପୁଅଟାକୁ ସନ୍ନ୍ୟାସ କରେଇଦେଲା। ସେଥିପାଇଁ ମହାପ୍ରଭୁ ଯେତେବେଳେ ମହାପ୍ରଭୁକୁ ସନ୍ନ୍ୟାସ ନେଇ ପଳେଇଗଲେ, ଯେତେବେଳେ ଆସିଲେ କହିଲେ ସଚିମାତା କହିଲେ ଆପଣ ବୈଷ୍ଣବ ଅପରାଧ କରିଛନ୍ତି, କାରଣ ଅଦ୍ୱୈତ ଆଚାର୍ଯ୍ୟଙ୍କ କ୍ଷମା ମାଗନ୍ତୁ। ସିଏ କାହିଁ ଶିଖେଇ କରିବେ ସନ୍ନ୍ୟାସ? ତାପରେ ସନ୍ନ୍ୟାସ ହେଇଗଲା। ମାଧବପୁର ପୁରୀପାଦଙ୍କ ଶିଷ୍ୟ ବଳରାମଙ୍କ ଅବତାର, ଏତେ ବିଦ୍ୱାନ, ଭାରି ସୁନ୍ଦର ତ ଦେଖିବାକୁ ଥିଲେ। ବିଶ୍ୱରୂପ ଏତେ ବିଦ୍ୱାନ ଥିଲେ, ସାଙ୍ଗେ ସାଙ୍ଗେ ପ୍ରଶ୍ନ ଉତ୍ତର ସାଙ୍ଗେ ସାଙ୍ଗେ ଅଦ୍ୱୈତ କହିଲେ ପାଓ ଏତେ ବଡ଼ ବିଦ୍ୱାନ ତ ଦୁନିଆରେ ମିଳିବେନି। ଅଦ୍ୱୈତ ଆଚାର୍ଯ୍ୟ ବୁଢା ପ୍ରଫେସର ଅଦ୍ୱୈତ ଆଚାର୍ଯ୍ୟ ପାଠ ପଢୁଥିଲେ ନା ଯେତେବେଳେ ପଣ୍ଡିତ। ଅଦ୍ୱୈତ ଆଚାର୍ଯ୍ୟଙ୍କ ଟାଇଟେଲ ହେଲା ମିଶ୍ର ଟାଇଟେଲ ତାଙ୍କର। ଆଚାର୍ଯ୍ୟ ବା ସେ ପଢଉଥିଲେ ବୋଲି ଆଚାର୍ଯ୍ୟ। ଆଚାର୍ଯ୍ୟ କାହା କୁହାଯାଏ? ଯୋଉମାନେ ପଢାନ୍ତି ତାଙ୍କୁ ଆଚାର୍ଯ୍ୟ କୁହାଯାଏ ନା। ଆମର ସିନା ତ ସାର୍ କହୁଛନ୍ତି, କିନ୍ତୁ ଆମର ଶିଶୁ ମନ୍ଦିର ସବୁ ଆଚାର୍ଯ୍ୟ କୁହାଯାଏ ନା। ଆଚାର୍ଯ୍ୟ କୁହାଯାଏ ନା। ଆଚାର୍ଯ୍ୟ ଆମ ଶବ୍ଦଟା ଆଚାର୍ଯ୍ୟ। ଆଚି ନୋତି ଯୋଉ ଶାସ୍ତ୍ରାର୍ଥେ ପ୍ରଚାର ସ୍ଥାପୟତେ ସ୍ୱୟଂ ଆଚରମ ଆଚାର୍ଯ୍ୟ। ଆଚାର୍ଯ୍ୟ ହେଲେ ସୁନ୍ଦର ଭାବରେ ବିଶ୍ୱାମିତ୍ର ସେମାନେ ବଡ ବଡ ଆଚାର୍ଯ୍ୟ ନା, ଗୁରୁ ଋଷି। ଆଚାର୍ଯ୍ୟ ମାନେ ସବୁ ଆଚାର୍ଯ୍ୟ ମାନେ କଣ ଶାସ୍ତ୍ର ଅନୁସନ୍ଧାନଟାକୁ ନିଜେ ସ୍ୱୀକାର କରନ୍ତି, ଶାସ୍ତ୍ର ବାଣିକି, ଏବଂ ପିଲାଙ୍କୁ ପଢାନ୍ତି, ନୁହେଁ କି? ସେମାନେ ଆଚାର୍ଯ୍ୟ। ତେଣୁ ଲୋକବର୍ଜ୍ୟ ହାଣ୍ଡିର ଉପରେ ପାଠ ପଢା ବନ୍ଦ କରିଦେଲେ ଜଗନ୍ନାଥ ମିଶ୍ର। ସେ ଲୋକବର୍ଜ୍ୟ ହାଣ୍ଡି, ଯୋଉ ହାଣ୍ଡି ସବୁ ଆଗରୁ କଣ ମାଟି ହାଣ୍ଡି ରୋଷେଇ ହଉଥିଲା, ଆଉ ମାଟି ହାଣ୍ଡିର ଅନ୍ନ ହେଲେ ଆଉ ସେ ହାଣ୍ଡି କାମ ହବନି, ସେ ହାଣ୍ଡି ନେଇ ପକେଇ ଦଉଥିଲେ। ହଁ, ଅନ୍ନ ହେଲେ ଆଉ ସେ ଦ୍ୱିତୀୟ ଥର ମୃତ ଭାଣ୍ଡ ବା ଅନ୍ନ ହେଇଗଲା ମାନେ ସେଟା ହେଇଗଲା କଣ ସକୁଡି ହେଇଗଲା, ଛୁଆଁ ହେଇଗଲା, ଆଉ ହବନି। ଅନ୍ୟ ସବଜି ହବ ସବୁଦିନ ପାଇଁ। କୁମ୍ଭାରଙ୍କର ତ ବହୁତ ଥିଲା ସେତେବେଳେ, ଜୋରଦାର ହାଣ୍ଡି ବିକ୍ରି ହଉଥିଲା। ଆଉ ସବୁ ଲୋକ କଣ କିଣିପାରିବେ ନା? ଯୋଉ ସେତେବେଳେ ସିଲଭର ନଥିଲା, ଲୁହା ପିତ୍ତଳ ଥିଲା। ପିତ୍ତଳ ହାଣ୍ଡି ସବୁ କିଣିପାରିବେ ନା, ସମସ୍ତଙ୍କ ସାମର୍ଥ୍ୟ ନାହିଁ। ମାଟି ହାଣ୍ଡି ରୋଷେଇ କରି ଫୋପାଡ଼ି ଦେଲେ କଣ କରିବେ? ବ୍ରାହ୍ମଣ ପରିବାର ଭୋଗ ଲାଗୁଥିଲା ନା। ଅନ୍ୟ ପରିବାର ମାଟି ହାଣ୍ଡି 2 ଦିନ 5 ଦିନ 7 ଦିନ ରୋଷେଇ କରିବେ, ବ୍ରାହ୍ମଣ ପରିବାର ହବ। ଭୋଗ ଲଗେଇବେ ଠାକୁରଙ୍କୁ। ଥରେ ମୃତ ଭାଣ୍ଡ ହର୍ଣ୍ଣ ହେଲା ପରେ ଆଉ ଦ୍ୱିତୀୟ ଥର ସେଥିରେ ଆରମ୍ଭ ହେଇଯିବ। ଜଗନ୍ନାଥର କମ ହାଣ୍ଡି ଫୋପଡ଼ା ହଉଛି ଡେଲି। ସେଇଠି ସବୁଆଡେ ସେମିତି। ବ୍ରାହ୍ମଣ ପରିବାର ସବୁ ଶାଳଗ୍ରାମ ଥିଲେ ନା, ଭଗବାନ ଥିଲେ, ସେମାନେ ଭୋଗ ଲଗେଇବେ, ଅନ୍ନ ଭୋଗ ଲଗେଇବେ। ଯୋଉ ହାଣ୍ଡିରେ ସେ ହାଣ୍ଡି ରହିବ ନା। ଜଗନ୍ନାଥର ଏତେ ହାଣ୍ଡି ସବୁ କମ ହାଣ୍ଡି ଫୋପଡ଼ା ହଉଛି ନା, ଡେଲି ହଜାର ହଜାର ହାଣ୍ଡି, ନାଇଁ କି? ତେଣୁ ସେଇ ବର୍ଜ୍ୟ ହାଣ୍ଡି ଭିତରେ ଉପରେ ଯୋଉଠି ହାଣ୍ଡି ପକାନ୍ତି ସେଇଠି ଯାଇକି ବସିଲେ ଚୁପଚାପ। ହଁ, ମା କହିଲା ବାବା କାହିଁକି ସେଇଭଳି ସବୁ ଉଚ୍ଚ ଜାଗାରେ ବସନ୍ତି ସବୁ, ଗାଧୋଇବାକୁ ପଡ଼ିବ, ପଇତା ଚେଞ୍ଜ କରିବାକୁ ପଡ଼ିବ, ପଳେଇଆ। ସେଇଠି ସେ ମାଆକୁ ତତ୍ତ୍ୱ ବ୍ୟାଖ୍ୟାନ କଲେ, ଏହା ଘଟଣା ଏହା ଘଟଣା। କାହିଁକି ଯିବି? ବ୍ରାହ୍ମଣ ଘରେ ଜନ୍ମ ହେଇକି ଯଦି ପାଠ ନ ପଢ଼ି ମୂର୍ଖ ହେନି, ଆଉ ସେ ରହିକି ଲାଭ ମହା ମୁସ୍କିଲ। ସେଇଠୁ ସଚିବାଦ କରି ବୁଝେଇଲୁ, ତୁ ଆ ପାଠ ପଢ଼ିବୁ, ପଢ଼େଇବେ ତତେ, ଆଉ ଆ ପଳେଆ। ସେଇଠୁ ମହାପ୍ରଭୁ ଆସିଲେ। ଆଦି ଖଣ୍ଡେ ଗୌରାଙ୍ଗର ଚାଞ୍ଚଲ୍ୟ ପାର, ଶିଶୁଗଣ ସଙ୍ଗେ ଯେନ ଗୋକୁଳ ବିହାର। ଚାଞ୍ଚଲ୍ୟ ମାନେ ବହୁତ ଚଞ୍ଚଳ ଥିଲେ। ଗାଧୋଇ ପଡ଼ିବେ, କାହା କପଡ଼ା ଧରି ପଳେଇ ଆସିବେ, ଛୁଆଙ୍କୁ ସବୁ ଚିମୁଡ଼ି ଦେବେ, କାନ୍ଦୁଥିବେ ଯାଇକି, ଛୁଆଙ୍କୁ ଯାଇକି ଚୁପଚାପ ଯାଇକି ଛୁଆକୁ ଚିମୁଡ଼ି ଦେବେ। ସେ କାନ୍ଦିକି ଚିତ୍କାର କରିବ, ତା ମାଆକୁ ନିମାଇ ମୋତେ ଚିମୁଡ଼ି ଦେଲା, ମୁଁ କାହିଁ ଚିମୁଡ଼ି? ଏହା କଥା ସବୁ ଚାଞ୍ଚଲ୍ୟ, ଭାରି ଚଞ୍ଚଳତା ଥିଲା। ଆଉ ଯିଏ ଲୋକ ରାଗିବ ବେଶୀ ତାକୁ
ମହାପ୍ରଭୁ କହିଲେ ଚାଲ ଯାଇକି ତା ଘର ଆଗରେ ପରିସ୍ରା କରି ପଳେଇ ଆସିବା। କମ୍ ଚଗଡ଼ା କରୁଥିଲେ ମହାପ୍ରଭୁ। ଆଉ ଗଉଡ଼ ଘର ଗୋପାଳ ଘରକୁ ଯିବେ, ଯାଇକି ବସିକି କହିବେ ମୁଁ ବ୍ରାହ୍ମଣ ଛୁଆ ତୁ କ୍ଷୀର ଦଉନୁ ଖାଇବି। ସେ କଣ ବ୍ରାହ୍ମଣ ଛୁଆ ଆସିଛି ଯେତେବେଳେ କ୍ଷୀର ଦବ ଗୋଟେ ବ୍ରାହ୍ମଣମାନଙ୍କୁ ବହୁତ ଆଗରୁ ସମ୍ମାନ କରୁଥିଲେ ନା। ବ୍ରାହ୍ମଣ ଛୁଆଟା ଆସିଛି ଆଉ ଦେଖିବାକୁ ତ ମହାପ୍ରଭୁ ବହୁତ ସୁନ୍ଦର ଥିଲେ, ଗୋଲ ଗାଲ ଥିଲେ ପୁରା। ଆଉ ଗୌର ସୁନ୍ଦର ଅତି ସୁନ୍ଦର। ଯାଇକି ଗୋଡ଼ ଘରେ ବସିଯିବେ, କ୍ଷୀର ଖାଇକି ଆସିବେ। ଯିଏ କ୍ଷୀର ନ ଦବ ତ ହାଣ୍ଡି ଫାଣ୍ଡି ସବୁ ଭାଙ୍ଗିଦେବେ। କ୍ଷୀର ଦଉନୁ ବ୍ରାହ୍ମଣ ଛୁଆଟାକୁ କ୍ଷୀର ଦଉନୁ, ଅପରାଧ ହେଇଯିବ ତୋର। ଏ ଭାଇ ତୁ ଅପରାଧ କରନା, ବ୍ରାହ୍ମଣ ପିଲା କାହିଁକି ପଳେଇବୁ। କଲା ବଚା ଶ୍ରୀଧର ଟଣା ଘୋଷରା କରିବେ। ବ୍ରାହ୍ମଣ ଛୁଆଟା ତୁ କମ୍ ପଇସା ଦବୁ ନା, ଏତେ ପଇସା ନବୁ ନା, ଅନ୍ୟ ଠାରୁ ପଇସା ନଉନୁ। ମୋ ଠାରୁ କମ୍ ପଇସା ନବାକୁ ପଡ଼ିବ ନା, ମୁଁ ଖାଲି ନେଇଯିବି। ଜବରଦସ୍ତି ଟାଣି ଘୋଷାରି ନେଇ କହିବ ମୁଁ ଗରିବ ଲୋକ ନିମାଇଁ କଣ କରିବି। ଗରିବ ଲୋକ ମୋତେ ପଇସା କହିବେ ନା, ବ୍ରାହ୍ମଣକୁ ଦାନ କଲେ ତାର ବେଶୀ ପଇସା ହବ। ଦେ ଧରିକି ପଳେଇବେ। ହେଲା କଥା। ତେଣୁ ପ୍ରଭୁ ସବୁ ଉତ୍ତମୋତ୍ତର ଯେତେବେଳେ ସାଧୁ ହେବେ, ଦେଖ ଯେତେବେଳେ ଯୋଉ ଜିନିଷ ଶାସନ କରିବେ, ଯେତେବେଳେ ସେ କ୍ଷତ୍ରିୟ କୂଳ ଜନ୍ମ ହେବେ, ସାଧୁ ହେବେ ଯେତେବେଳେ ସେ ବ୍ରାହ୍ମଣ କୂଳ ଜନ୍ମ ହେଲେ। କାହିଁକିନା ବ୍ରାହ୍ମଣ କୂଳ ଜନ୍ମ ନହେଲେ ସମସ୍ତେ ତାଙ୍କୁ ମାନ୍ୟ କରିବେନି। ସେଇଟା ନାହିଁ, ଏଇଟା ଉପରେ ନାହିଁ। ଏଇଟା ପ୍ରଭୁପାଦଙ୍କ ସମୟରେ ଭକ୍ତିମଠ ଠାକୁର ସେଇ ଜାଗାଟା ନିମ ଥିଲା। ପ୍ରଭୁପାଦ ସମୟ ପର୍ଯ୍ୟନ୍ତ ବି ଥିଲା ନିମ ବହୁତ ବିଶାଳ। ସେଟା ଅପ୍ରକଟ ହେଲା ପରେ ଆଉ ଗୋଟେ ନିମ ଗଛ ଲଗା। ଯେମିତି ଏଇ ଯୋଉ ଇମିଲି ତାର ସେ ତେନ୍ତୁଳି ବୃକ୍ଷଟା ଏବେ ବି ଖଣ୍ଡା ହେଇକି ରହିଛି। ସେ ତେନ୍ତୁଳି ବୃକ୍ଷ ବହୁତ ଦିନ ପରେ ଥିଲା ନା, ଆଉ ଏ 30 ବର୍ଷ ଖଣ୍ଡେ ହେଲା ସେ ତେନ୍ତୁଳି ଗଛ ଅପ୍ରକଟ ହେଇଗଲା। ଅପ୍ରକଟ ହେଇଗଲା ପରେ ଆଉ ତାକୁ ସେଇଠୁ ଗଣ୍ଡିଟା ରଖା ହେଇଛି, ଆଉ ଗୋଟେ ତେନ୍ତୁଳି ଗଛ ଲଗେଇଲେ। ସେ ତୁଳସୀ ବେଶୀ ଦିନ ରହିଲାନି, ଏଇ ଲଗେଇଥିଲେ ସେ ଚାଲିଗଲା। ଆଉ ଗୋଟେ ଆଁ ଇଏ ଆମର ଅପ୍ରୋଡ଼ ହେଲେଣି ପୁରା ନା ଗୋଟେ ପାଖ ହେଇଥିଲା। ବହୁ ବର୍ଷ ହେଲାଣି, 500 ବର୍ଷ କଣ ହେଲାଣି, 500 ବର୍ଷ ହେଲାଣି। କେତେ ବର୍ଷ ଆଉ ଗଛ ବୃକ୍ଷ ରହିବ? ଏଠି ସେ ଯୋଉ କହନ୍ତି ଆମର ଗଙ୍ଗା ନାରାୟଣଙ୍କ ଏଠି ଯୋଉ ମାମୁ ଗାଛର ସିଦ୍ଧ କୂଳ ଅଛି ବର୍ତ୍ତମାନ। ଶିବ ଅଛନ୍ତି, ଶିବ ଅଛନ୍ତି, ସେ ବୃକ୍ଷ ଅଛନ୍ତି ମହାନ ସେମାନେ। ପ୍ରଭୁ ତାଙ୍କ କୂଳରେ ବସିକି ଯାଇଛନ୍ତି। ପ୍ରଭୁଙ୍କଠାରୁ ବୟସ୍କ ସେ, ଇଏ ତ ପ୍ରଭୁ ଲଗେଇଛନ୍ତି, ଇଏ ତ ପ୍ରଭୁଙ୍କଠାରୁ ସାନ। ପ୍ରଭୁ ତ 24 ବର୍ଷ ପରେ ଲଗେଇଛନ୍ତି। କୋଉଟା ଏଇଟା, ଇଏ ତ 440 ଖଣ୍ଡ 45 60 ବର୍ଷ ହବ। କିନ୍ତୁ ସିଏ ଯୋଉ ମାମୁ ଗାଛ ଯୋଉ ବୃକ୍ଷଟା, ସିଏ ତ 500 ଉପରେ। ସେଠି ପ୍ରଭୁ ଯାଇକି ବସୁଥିଲେ, ସେ ବୃକ୍ଷ ଥିଲା ବସୁଥିଲେ ପ୍ରଭୁ ତା ମୂଳ ବିଦ୍ୟାନଗର। ତେଣୁ ସେ ବୃକ୍ଷ ଆହୁରି ପୁରାତନ ନୁହେଁ କି, 500 ଉପରେ ହେଇଗଲାଣି। କୋଉଠି ମାମୁ ଗାଛରେ ସେ ଗଛ ମୂଳରେ ବସୁଥିଲେ ମହାପ୍ରଭୁ ଯାଇକି। ପଢିବାକୁ ଯାଉଥିଲେ ଯେତେବେଳେ ଏଇ ରୋପଣ କରିଥିଲେ ଏଇଟାକୁ, ହରିଦାସ ଠାକୁର ଏଇଟାକୁ। ଏଇଟା ବକୁଳ ଦାନ୍ତ କାଠି ଯେତେବେଳେ ମହାପ୍ରଭୁ ଯାଇଥିଲେ ଜଗନ୍ନାଥ ଦର୍ଶନ କରିଥିଲେ, ତାଙ୍କୁ ବକୁଳ ଦାନ୍ତ କାଠି ଦେଇଦେଲେ। ସେ ବକୁଳ ଦାନ୍ତ କାଠି ଜଗନ୍ନାଥ ଯୋଉ ଦାନ୍ତ ଘଷାଯାଏ ସେ କାଠି ଦେଇଦେଲେ। ପ୍ରଭୁ ପ୍ରସାଦ କାଠି ପ୍ରଭୁ ଧରିକି ଖୁସିରେ ଆସିକି ରୋପଣ କରିଦେଲେ। ଏଇ ଦାନ୍ତ କାଠି ଏଇଠି ରହିଲା, ଏଇଠି ହେଲା ଏଇ ଗଛ ବୃକ୍ଷ ହବ ତାପରେ ଭଜନ। ବାସ୍ ବୃକ୍ଷ ହେଇଗଲା, ଯେତେବେଳେ ବୃକ୍ଷ ହେଇଗଲା ତାର ଭଜନ କଲେ। କିଏ? ଏଇଟା ମହାପ୍ରଭୁ ରୂପିତ ବୃକ୍ଷ। କୋଉଟା ସିଦ୍ଧ ମହାପ୍ରଭୁ ହସ୍ତ ରୂପିତ ବୃକ୍ଷ। ହସ୍ତ ରୂପ ଦାନ୍ତ କାଠି, ଦାନ୍ତ କାଠି ଭଗବାନଙ୍କର ଆଶୀର୍ବାଦ। ଦାନ୍ତ କାଠିରୁ ଗଛ ହେଇଗଲା। ସେଟା ଏଇ ଯୋଉ ଇଏ ଏଇ ଯୋଉ କହନ୍ତି ସେଟା କଣ ନା ଆମ୍ରପଲ୍ଲୀ ନା ଅଛି ନା ସ୍ୱରୂପଗଞ୍ଜ ପାଖରେ। ଆମର ହଁ ସେଟା ଆମବାଡା କି ଗୋଟେ ନାଁ ଅଛି। ସେଇଠୁ ଯୋଉ ଟ୍ରେନ ଲାଇନ ଯୋଉଠୁ ଷ୍ଟପ୍ ହେଇଛି, ହଁ ସେଇ ଜାଗାର ମହାପ୍ରଭୁ ଆମ୍ବ ଗଛ ରୋପଣ କଲେ। ସେ ବଢିଗଲା, ସାଙ୍ଗେ ସାଙ୍ଗେ ଫଳ ହେଲା, ଖାଇଲେ ସବୁ। ଆଉ ସେଇ ଆମ୍ବ ବାଗାନ ଅଛି ନା, ବଡ ବଗିଚା। କିନ୍ତୁ ସେଇ ଆମ୍ବ ଗଛ ନାହିଁ,
ବଗିଚାଟା ଅଛି। ଏଭଳି ମହାପ୍ରଭୁଙ୍କ ବହୁତ ଲୀଳା। ହରିହରାୟ ନମ କୃଷ୍ଣ ଯାଦବାୟ ନମ ଯାଦବାୟ ମାଧବାୟ କେଶବାୟ ନମ।